ଆପଣମାନେ ଜାଣିଛନ୍ତି କି ଖୋର୍ଦ୍ଧାର ତନ୍ତମୁଣ୍ଡିଆ ପାହାଡ଼ ଉପରେ ଜଗତ କଲ୍ୟାଣ ପାଇଁ ଅହରହ ଜଳୁଅଛି ଅଖଣ୍ଡ ମହାଦୀପ। ଯେଉଁ ପର୍ବତରେ ଶୀର୍ଷରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ସଙ୍କଟ ମୋଚନ। ଇତିହାସର ପଟ୍ଟଚିତ୍ରରେ ଏହା ଥିଲା ପ୍ରାଚୀନ ଖୋର୍ଦ୍ଧା ରାଜ୍ୟର ସୈନ୍ୟମାନଙ୍କର ପୂଜାସ୍ଥଳୀ, ତତ୍ସହିତ ଯୁଦ୍ଧ କୌଶଳୀ ଅଭ୍ୟାସର ଅନ୍ୟତମ ସ୍ଥଳୀ। ସମସ୍ତଙ୍କୁ ମୋର ନମସ୍କାର ଆଉ ଜୟ ଜଗନ୍ନାଥ। ମୁଁ ଜିତନ ସ୍ୱାଗତ କରୁଛି ମୋର ଏହି ଛୋଟିଆ ବ୍ଲଗ୍ରେ। ଭୁବନେଶ୍ୱରରୁ ମାତ୍ର 33 କିଲୋମିଟର ଦୂରରେ ଅବସ୍ଥିତ ବଜରଙ୍ଗବାଲୀଙ୍କର ଏହି ଭବ୍ୟ ମନ୍ଦିର। ମୁଁ ଦୃଢ଼ ଭାବରେ କହିପାରିବି ଏହି ମନ୍ଦିରର ନିର୍ମାଣ ଶୈଳୀ ଓ ପ୍ରାକୃତିକ ପରିବେଶ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଏବଂ ଏଠାରେ ଅଟକିବାକୁ ଆପଣଙ୍କୁ ବାଧ୍ୟ କରିବ। ମୁଖ୍ୟ ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ରାମ, ଲକ୍ଷ୍ମଣ, ମାତା ସୀତାଙ୍କ ସହିତ ଶ୍ରୀ ସଙ୍କଟମୋଚନ ହନୁମାନ। ଲୋକକଥା ଅନୁସାରେ 1572 ମସିହାରେ ଏହି ପର୍ବତଟି ଥିଲା ଖୋର୍ଦ୍ଧା ସୈନ୍ୟମାନଙ୍କର ପୂଜାସ୍ଥଳୀ, ତତ୍ସହିତ ଯୁଦ୍ଧବିଦ୍ୟା ଶିଖିବାର ମୁଖ୍ୟ ସ୍ଥଳୀ। ମନ୍ଦିରର ପ୍ରାଙ୍ଗଣରେ ଜଣେ ଭକ୍ତଙ୍କ ଦ୍ୱାରା ସୁନ୍ଦର ଭଜନ ପରିବେଷଣ କରାଯାଉଥିଲା। ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଏକ ବିରାଟ ବଟବୃକ୍ଷ ତଳେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ଗଜାନନ। ଯଦି ମୋର ଏହି ଛୋଟିଆ ବ୍ଲଗ୍ଟି ଆପଣଙ୍କୁ ଭଲ ଲାଗିଥିବ ଗୋଟେ ଛୋଟ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।